ଜୟ ଜଗନ୍ନାଥ। ମୁଁ ଗୋଟେ କଥା କହିବି, ଯେତେବେଳେ ଆମେ ଦେଢ ବର୍ଷରେ ଆରମ୍ଭ କରିଥିଲୁ, ବର୍ଷା ଢୁ ବର୍ଷା, ମହାପ୍ରଭୁ ଶନିଙ୍କର ଜନ୍ମଦିନ ଥିଲା। ଏବେ 7 ଲୋକ ପାଇଁ ଖାଦ୍ୟ ହେଇଥିଲା। ଏମ୍ସ ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲ ଏବଂ ଷ୍ଟେସନ ଜୀବନରେ ମୋର ଥିଲୁ। ସେ ଯୋଉ ବର୍ଷା କାରଣ ମାନେ କଳା ରୂପ ଆମେ ଆଜି ମଧ୍ୟ ମନକୁ ଲିଭୁନି। ଢୁ ବର୍ଷା, ପାଣି ଜଙ୍ଗଲ ଲେଖା ଓଦା, ତଥାପି ଆମେ ରାତି 1 ସାଢେ 1 ପରିଶ୍ରମ କରିଥିଲୁ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆଜି ଅନୁସାରେ ଛିଡା ହେଇଛି ଜୀବନରେ। ତାପରେ ମତେ କୁହନ୍ତୁ, ସେଇଦିନର ଅନୁଭୂତି ତ ଯିଏ ଦେଖିଛି ସିଏ ଜାଣିଛି। ଆଉ ସେଦିନ ଯୋଉ ବର୍ଷା ହୋଇଥିଲା, ଆମେ ଭାବି ପାରିନଥିଲୁ ଆମ ଖାଦ୍ୟ ସରିବ ବୋଲି। ଏତେ କଷ୍ଟ ହେଇଥିଲା ସେଦିନ, ମାନେ ଇମାଜିନ ବାହାରେ। ଆମେ ଭାବିଥିଲୁ କଣ ସବୁଦିନ ଏମିତି କଷ୍ଟ ଲାଗିବ ଏଇ ଅନୁଷ୍ଠାନ ତିଆରି କରିବା ପାଇଁ। କିନ୍ତୁ ଆସ୍ତେ ଆସ୍ତେ ଯାହା ହଉ ଭାଇମାନେ ବହୁତ ସଂଖ୍ୟାରେ ଆସି ଆମ ସହିତ ଯୋଡି ହେଲେ। ତେଣୁ ଆମର ବି ଖାଦ୍ୟ ସବୁ ସମସ୍ତେ ଜାଣିପାରିଲେ। ଆମେ ସେଦିନ 3 ଜାଗା ଯାଇଥିଲୁ ବାଟିଆ ଲାଗି, କିନ୍ତୁ ଆମର ବହୁତ କଷ୍ଟ ଲାଗିଥିଲା। ଆମେ ଖାଦ୍ୟ ରୋଷେଇ କରିଛୁ, କିନ୍ତୁ ଆମର ଗୋଟେ କର୍ତ୍ତବ୍ୟ ଥିଲା, ଭାଇମାନେ ଯୋଉ ଏ ଅନୁଷ୍ଠାନକୁ ଦାନ କରିଛନ୍ତି ସେ ଅର୍ଥ କେବେ ଆମେ ନଷ୍ଟ କରିବୁ ନାହିଁ। କିନ୍ତୁ ଆମେ ଯେତେ ରାତି ହେଲେ ବି ଆମେ ସେଦିନ ଖାଦ୍ୟ ସମସ୍ତଙ୍କୁ ଦେଇକିରି ଯାଇଥିଲୁ, ଆଉ ସମସ୍ତେ ମଧ୍ୟ ଖାଇଥିଲେ। ତେଣୁ ଭଗବାନଙ୍କ ଦୟାରୁ ଏ ଅନୁଷ୍ଠାନ କେମିତି ଆଗକୁ ଯାଉ, ଏତିକି କହିକିରି ମୋ ବକ୍ତବ୍ୟ। ସମସ୍ତଙ୍କୁ ଅନୁରୋଧ କରିବି, ଆପଣ ମାନେ ଆସନ୍ତୁ, ଅନୁଷ୍ଠାନ ସହିତ ଯୋଡି ହୁଅନ୍ତୁ। ଆପଣ ଦେଖୁଥିବେ ବୟସ୍କ ଲୋକ ଦିନମାନ ପରିଶ୍ରମ କଲା ପରେ ସିଏ ତାଙ୍କର ଗୋଟେ ଇଣ୍ଟରେଷ୍ଟ ସେ ସବୁ ଆସୁଛନ୍ତି। ଆପଣ ମାନେ ଇଏ କରନ୍ତି, ଆସିବେ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।